ଯାଦବମାନଙ୍କ ଇତିବୃତ୍ତ। ପ୍ରାଚୀନ ଭାରତରେ ଯଦୁବଂଶ ବା ଯାଦବମାନେ ଏକ ପ୍ରତାପଶାଳୀ ସମ୍ପ୍ରଦାୟ ଥିଲେ। ଦୁଷ୍ଟ ଦଳନ ପାଇଁ ଭଗବାନ ଶ୍ରୀକୃଷ୍ଣ ଯଦୁ ବଂଶରେ ଅବତୀର୍ଣ୍ଣ ହୋଇଥିଲେ। ପୁରାଣମାନଙ୍କରୁ ଜ୍ଞାତ ହୋଇଥାଏ, ଶ୍ରୀକୃଷ୍ଣଙ୍କ ସମୟରେ ଯଦୁ ବଂଶ ବହୁ ଶକ୍ତିଶାଳୀ ଓ ଐଶ୍ୱର୍ଯ୍ୟ ବିମଣ୍ଡିତ ଥିଲା। ମହାଭାରତ ଗ୍ରନ୍ଥର ବର୍ଣ୍ଣନାରୁ ଜଣାଯାଏ, ଯଦୁବଂଶୀ ଯାଦବମାନେ ଶ୍ରୀକୃଷ୍ଣଙ୍କ ନାରାୟଣୀ ସେନା ଅନ୍ତର୍ଭୁକ୍ତ ଥିଲେ ଓ ଦୁର୍ଯ୍ୟୋଧନଙ୍କ ଆଗ୍ରହରେ ଯାଇ ସେମାନେ ତାର 18 ଅକ୍ଷୋହିଣୀ ସେନାରେ ପାଣ୍ଡସେନାଙ୍କ ବିରୁଦ୍ଧରେ ଯୋଗ ଦେଇଥିଲେ। କିନ୍ତୁ ସବ୍ୟସାଚୀ ଅର୍ଜୁନ ନିରସ୍ତ୍ର ଶ୍ରୀକୃଷ୍ଣଙ୍କୁ ନେବାକୁ କହିଲାରୁ ସେ ପାଣ୍ଡମାନଙ୍କ ପକ୍ଷ ଗ୍ରହଣ କରିଥିଲେ। ଶ୍ରୀମଦ ଭାଗବତ, ମହାଭାରତ, ହରିବଂଶ ତଥା ଅନ୍ୟାନ୍ୟ ବହୁ ପୁରାଣ ଗ୍ରନ୍ଥରେ ଯଦୁବଂଶ ବା ହରିବଂଶର ବର୍ଣ୍ଣନା ରହିଛି। ସୃଷ୍ଟି ଆଦ୍ୟ କାଳରେ ପରମାତ୍ମାଙ୍କ ନାଭି ଦେଶରୁ ଏକ ସୁବର୍ଣ୍ଣମୟ ପଦ୍ମକୋଷର ଉଦ୍ଭବ ହେଲା। ତହିଁରୁ ଆବିର୍ଭୂତ ହେଲେ ବ୍ରହ୍ମା। ବ୍ରହ୍ମାଙ୍କ ମନରୁ ମହର୍ଷି ମରିଚି ଏବଂ ତାଙ୍କଠାରୁ ମହର୍ଷି କଶ୍ୟପ ଜାତ ହେଲେ। ତାଙ୍କ ପତ୍ନୀ ଦକ୍ଷ କନ୍ୟା ଅଦିତିଙ୍କ ଗର୍ଭରୁ ବିବସ୍ ବା ସୂର୍ଯ୍ୟଙ୍କ ଜନ୍ମ ହେଲା। ସୂର୍ଯ୍ୟ ପତ୍ନୀ ସଂଜ୍ଞାଙ୍କଠାରୁ ମନୁଙ୍କ ଜନ୍ମ ହେଲା। ତାଙ୍କର ପତ୍ନୀଙ୍କ ନାମ ଥିଲା ଶ୍ରଦ୍ଧା। ଶ୍ରଦ୍ଧାଙ୍କ ଗର୍ଭରେ 10 ଗୋଟି ପୁତ୍ର ଜନ୍ମ ହେଲେ ଇକ୍ଷ୍ୱାକୁ, ନୃଗ, ସର୍ଜାତି, ଦିଷ୍ଟ, ଧୃଷ୍ଟ, କରୁଷ, ନରିସେନ୍ତ, ପୃଷଧ୍ର ଓ କବି। ଏହି ବଂଶ ସୂର୍ଯ୍ୟଙ୍କଠାରୁ ବିସ୍ତାର ଲାଭ କରିଥିବା ହେତୁ ସୂର୍ଯ୍ୟବଂଶ ଭାବେ ପରିଚିତ ହେଲା। ବହୁ ପୁରୁଷ ପରେ ସୂର୍ଯ୍ୟ ବଂଶରେ ପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ହୋଇଥିଲା। ବୈବସ୍ତ ମନୁଙ୍କ ପୁଣି ଏକ କନ୍ୟା ଜାତ ହେଲା। ତାର ନାମ ହେଲା ଇଳା। ହିମାଳୟ ଉପତ୍ୟକା ଅରଣ୍ୟ ମଧ୍ୟରେ ତାଙ୍କୁ ଏକଦା ଚନ୍ଦ୍ରଙ୍କ ପୁତ୍ର ବୁଧ ଦେଖିଲେ। ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲେ ଚନ୍ଦ୍ରପୁତ୍ର ବୁଧ। ଦୁହିଁଙ୍କ ବିବାହ ହୋଇଗଲା। ସେମାନଙ୍କର ପୁଅ ଗୋଟିଏ କାଳକ୍ରମେ ଜନ୍ମ ହେଲା। ନାମ ତାହାର ହେଲା ପୁରୁରବା। ଚନ୍ଦ୍ରପୁତ୍ର ବୁଧ ଓ ତାଙ୍କର ପୁତ୍ର ପୁରୁରାଙ୍କ ବଂଶ ଚନ୍ଦ୍ରବଂଶ ରୂପେ ଜମ୍ବୁଦ୍ୱୀପରେ ପରିଚିତ ହେଲା। ଦ୍ୱିପର ଯୁଗରେ ଚନ୍ଦ୍ରବଂଶରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହୋଇଥିଲେ। ପ୍ରାଚୀନ ଭାରତରେ ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶ ଦୁଇଟି ପ୍ରମୁଖ ରାଜବଂଶ ଥିଲେ। ଏମାନେ ଥିଲେ କ୍ଷତ୍ରିୟ। ଏମାନଙ୍କଠାରୁ ପୁଣି ବହୁ କ୍ଷତ୍ରିୟ ବଂଶ ଶାଖା ଭାବେ ବିସ୍ତାର ଲାଭ କଲା। ଚନ୍ଦ୍ରବଂଶରେ କାଳକ୍ରମେ ସମ୍ଭବ ହେଲେ ରାଜା ଯଜାତି। ତାଙ୍କ ପୁତ୍ର ହେଲେ ଯଦୁ। ଯଦୁଙ୍କଠାରୁ ବିସ୍ତାର ଲାଭ କରିଥିବା ବଂଶ ଯଦୁବଂଶ ନାମରେ ଖ୍ୟାତ ହେଲା। ଯଦୁଙ୍କର ପୁତ୍ର କୃଷ୍ଟୁର ଓ ତାଙ୍କ ପୁତ୍ର ହେଲେ ହୈହେୟ। ହୈହେୟଙ୍କ ପୁତ୍ର ଜାତ ହେଲା ଦେବମିଢ଼। ଦେବମିଢ଼ଙ୍କର ଦୁଇ ପତ୍ନୀ ଥିଲେ, ଜଣେ କ୍ଷତ୍ରିୟ ଓ ଅନ୍ୟଟି ବୈଶ୍ୟା। ତାଙ୍କ କ୍ଷତ୍ରିୟ ପତ୍ନୀଙ୍କ ଠାରୁ ଜନ୍ମ ହେଲେ ସୁରସେନ। ତାଙ୍କ ପୁତ୍ର ବସୁଦେବ ଓ ବସୁଦେବଙ୍କ ପୁତ୍ର ଶ୍ରୀକୃଷ୍ଣ। ତାଙ୍କର ପୃଥା ନାମ୍ନୀ କନ୍ୟା ମିତ୍ର କୁନ୍ତୀ ଭୋଜଙ୍କ ଦ୍ୱାରା ପାଳିତା ହୋଇ କୁନ୍ତୀ ନାମରେ ପରିଚିତ ହୋଇଥିଲେ ଓ ପଣ୍ଡୁଙ୍କୁ ବିବାହ କରି ହୋଇଥିଲେ ପାଣ୍ଡ ଜନନୀ। ଦେବମିଢ଼ଙ୍କ ବୈଶ୍ୟା ପତ୍ନୀଙ୍କଠାରୁ ଜନ୍ମ ହେଲେ ପର୍ଜନ୍ୟ। ପର୍ଜନ୍ୟଙ୍କ 5 ପୁତ୍ର ଥିଲେ ଉପନନ୍ଦ, ଅତିନନ୍ଦ, ନନ୍ଦ, ସନନ୍ଦ, ନନ୍ଦନ। କଂସ ବନ୍ଦୀଗରେ ଦେବକୀ ବସୁଦେବଙ୍କ ପୁତ୍ର ଭାବେ ଜନ୍ମ ହୋଇ ଭଗବାନ ଶ୍ରୀକୃଷ୍ଣ କଂସ ଭୟରେ ଗୋପପୁରକୁ ଯାଇ ପାଳିତ ହୋଇଥିଲେ ନନ୍ଦଙ୍କ ଦ୍ୱାରା। ଏକ ବଂଶଜ ବସୁଦେବ କ୍ଷତ୍ରିୟ ବୃତ୍ତି କରୁଥିଲେ। ନନ୍ଦ ବୈଶ୍ୟ ବୃତ୍ତି କରୁଥିଲେ। ଗୋଚାରଣ, ଗୋପାଳନ ଓ ଗୋରକ୍ଷା ନନ୍ଦଙ୍କ ପ୍ରଧାନ ବୃତ୍ତି ଥିଲା। କ୍ଷତ୍ରିୟ ବୃତ୍ତି ଧରି ବସୁଦେବ ମଥୁରାରେ ବାସ କରୁଥିଲେ ଓ ନନ୍ଦ ଗୋପପୁରରେ ବାସ କରୁଥିଲେ। ତେଣୁ ନନ୍ଦ ବଂଶୀୟ ଗୋପାଳକମାନେ ଗୋପପୁର ଗୋପାଳ ଭାବେ ପରିଚିତ ଓ ବସୁଦେବ ବଂଶ ଜାତ ଗୋପାଳମାନେ ମଥୁରା ପୁରିଆ ଗୋପାଳ ଭାବେ ପରିଚିତ। ଦୋଳ ପୂର୍ଣ୍ଣିମା ଗୋପାଳମାନଙ୍କ ମୁଖ୍ୟ ପର୍ବ। ଏହି ପର୍ବ ପାଳନ ବିଧିରୁ ସେମାନଙ୍କ ଏ ଦୁଇ ଶାଖା ସ୍ପଷ୍ଟ ବାରି ହୋଇ ପଡ଼ନ୍ତି। ଗୋଠ ବନ୍ଦାନରେ ମଥୁରାପୁରିଆ ମାନଙ୍କର ସଜ ବନ୍ଦାନ ଅନୁଷ୍ଠିତ ହେଉଥିଲା ବେଳେ ଗୋପପୁରିଆଙ୍କର ବାସି ବନ୍ଦାନ ଅର୍ଥାତ୍ ପୂର୍ଣ୍ଣିମା ବାସି ଦିନ ଅନୁଷ୍ଠିତ ହୋଇଥାଏ। ଗୋପାଳମାନେ ଏକ ପୁରାଣ ପ୍ରସିଦ୍ଧ ସମ୍ପ୍ରଦାୟ। ପଦ୍ମପୁରାଣ ବର୍ଣ୍ଣନାନୁସାରେ ବ୍ରହ୍ମା ଗୋପ କନ୍ୟା ଗାୟତ୍ରୀଙ୍କୁ ବିବାହ କରିଥିଲେ। ମହାଦେବ ନନ୍ଦତନୟା ଦୁର୍ଗାଙ୍କୁ ବିବାହ କରିଥିଲେ। ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଶ୍ରୀବିଷ୍ଣୁ ଗୋପକନ୍ୟା ସୁଶୀଳାସ୍ଥାଙ୍କୁ ବିବାହ କରିଥିଲେ। ବ୍ରହ୍ମାଙ୍କ କନ୍ୟା ଥିଲେ କଳାବତୀ। କଳାବତୀଙ୍କର କନ୍ୟା କୀର୍ତ୍ତିଦାଙ୍କୁ ବୃଷଭାନୁ ଗୋପ ବିବାହ କରିଥିଲେ।
तांकोठारु जन्म होइथिले श्रीमती राधिका। महाभारतरे श्रीकृष्ण गोपालंक सम्बन्धरे कहिसंती मत संहनन तुल्यानान गोपानान अर्बुदम महत् नारायणी इति ख्याता सर्वे संग्राम जोधिन। एथिरु जणा पड़े पूर्वे महाभारत कालरे गोपाल माने गोटे प्रसिद्ध योद्धा संप्रदाय थिले। रामायणरे वर्णित अछि प्रभु श्रीराम दंडक वनरे श्रीधर नामक गोपालंक ठारु दुग्ध पान करी तांको पुत्र भावे द्विपर जुगरे जन्म हेबे बोली आशीर्वाद करिथिले। रामायण अरण्य कांडरे वर्णित अछि श्रीराम बोइले आंभे हेबु तोर सुत एबे तुही दिव्य लोक होइबु प्रापत द्विपरे गोपवंशरे तू हेबु राजन आंभे दुई भाई हेबु तोहर नंदन। जदु वंशरु उद्भव यादव माने गो पालन करी गोपाल भावे परिचित होइछंती। गो सेवाठारु बड़ी जगतरे महत् धर्म आउ किछि नहीं। महाराज दिलीप गोमाता नंदिनीଙ୍କ सेवा करी रघु वंशर प्रतिष्ठाता पुत्र रघुଙ୍କୁ प्राप्त होइथिले। भगवान श्रीकृष्ण गोकुलरे गोपाल कुलरे अवतीर्ण होई गोचारण करी गो सेवार महत् देखाई जाई अछंती। भगवान श्रीकृष्ण गिरी वन मध्यरे गोचारणर सुखकु श्रीमद भागवतरे वर्णना करिछंत। कर्मटी सुख दुख दाता विष संसारे बलवंता निर्झर जल पान करी आंभ देवता वनगिरी जय जदुनंदन हरे अर्जुनी चरण बेहेरा। आपण शीर्षक न्यूज रो यूट्यूब चैनल को सब्सक्राइब कलेनी कि जदि करि नाहंती एबे करि नियंतु। शीर्षक न्यूज रो फेसबुक और ट्विटर पेज को लाइक और फॉलो करंतु। ओडिया भाषा और साहित्यर समृद्धि पाई प्रकाशित पोस्ट गुडी को बहुल मात्रा रे शेयर करंतु। जय जगन्नाथ।